ସାମନ୍ତ ଚନ୍ଦ୍ରଶେଖର ବରିଷ୍ଠ ନାଗରିକ ଫୋରମର ବନ୍ଧୁ ମିଳନ ଅନୁଷ୍ଠିତ। ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମା ଉମାଦେବୀ ମନ୍ଦିର ପରିସରରେ ସାମନ୍ତ ଚନ୍ଦ୍ରଶେଖର ବରିଷ୍ଠ ନାଗରିକ ଫୋରମର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଫୋରମର ଉପସଭାପତି ବିନାୟକ ମିଶ୍ରଙ୍କ ପୌରୋହିତ୍ୟରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ସିଂ, ପୂର୍ବତନ ସଭାପତି ରାମଚନ୍ଦ୍ର ମହାପାତ୍ର, ନଗର ଉପସଭାପତି ଦୁର୍ଗାମାଧବ ଦାସ, ବିଶିଷ୍ଟ ଶିଶୁକବି କାଶୀନାଥ ଦାସ, ପଣ୍ଡିତ ମନୋଜ ଦାସ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଦିବଂଗତ ବରିଷ୍ଠ ନାଗରିକମାନଙ୍କ ପାଇଁ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏ ଅବସରରେ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ମୌଳିକ ସମସ୍ୟା, ସରକାରଙ୍କ ଆଭିମୁଖ୍ୟ ଓ ନାଗରିକ ଫୋରମର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା। ସେହିପରି ସର୍ବସମ୍ମତି ପ୍ରସ୍ତାବ କ୍ରମେ 11 ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ବେଳେ ସଦସ୍ୟ ଭାବେ ବିନାୟକ ମିଶ୍ର, ଆଇନ ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ମାଧବ ପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନାଗରିକଙ୍କୁ ଚୟନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଛି। ବୈଠକରେ 80 ବର୍ଷରୁ ଉର୍ଦ୍ଧ୍ୱ ବିଶିଷ୍ଟ ଚିତ୍ରଶିଳ୍ପୀ ଲଉଡ଼ିକିଶୋର ସିଂହ ସାମନ୍ତ, ପୂର୍ବତନ ସରପଞ୍ଚ ଧନେଶ୍ୱର ମହାପାତ୍ର, ନୀଳକଣ୍ଠ ସାହୁ, ଚିନ୍ତାମଣି ରାଜ, ଗୋପୀନାଥ ସାହୁ, ଅଭୟ ପ୍ରଧାନ ପ୍ରମୁଖ 10 ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶିକ୍ଷାବିତ୍ ଜଗଦୀଶ ମହାପାତ୍ର ଧନ୍ୟବାଦ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଅବସରରେ ଖଣ୍ଡପଡ଼ା ବ୍ଲକ ଓ ଏନ୍ଏସିର ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର। ତାପରେ ଆଉ ଗୋଟେ କଥା ହେଲା, ଆମର ପ୍ରମୋଦ ବାବୁ ଯେଉଁ ଆସିଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ। କାରଣ ନୟାଗଡ଼ ଜିଲ୍ଲାରେ ଯଦି ଉନ୍ନତି କାମ ପାଇଁ କାହାର ଚେଷ୍ଟା ଥାଏ, ମୁଁ ଭାବୁଛି ପ୍ରମୋଦ ବାବୁଙ୍କୁ ଆମେ କହିବାଟା ଆମର କମ୍ ହେବ। କାହିଁ ମୁଁ ଅନୁଭବ କରୁଛି, କାରଣ ଆମର ଏଠି ରେଲୱେ ଲାଇନ୍ ଯିବାର ଥିଲା। ଆମର କୌଣସି ଲୋକ ଏଠି ଇନିସିଏଟିଭ୍ ନେଇନାହାନ୍ତି, କିନ୍ତୁ ଦେଇଥିଲେ ଯେ ଏହି ପ୍ରକାର ସଂସ୍ଥା ହେଇଛି, ଆମକୁ ଟିକେ ଚେଷ୍ଟା କରିବାକୁ ପଡ଼ିବ। ତାପରେ କାହିଁ ଚୁପ୍ ରହିଯାଇଛି। ଆମେ ଯାହା ଖବରକାଗଜ ଟେଲିଭିଜନରେ ଦେଖୁଛୁ ନା, କିନ୍ତୁ କୌଣସି ପ୍ରାକ୍ଟିକାଲି ଆମେ ଜାଣିପାରୁନୁ। ସେଇଟା ହେଲେ ଆମ ଖଣ୍ଡପଡ଼ା ପାଇଁ ବହୁତ ସୁବିଧା ହେବ ବୋଲି ମୁଁ ଆଶା କରୁଛି। ସେଇଟାକୁ କିନ୍ତୁ ଯଥାଶୀଘ୍ର ହେବ। ପ୍ରମୋଦ ବାବୁଙ୍କୁ ମୁଁ ଅନୁରୋଧ କରିବି, ସେ ସେମାନଙ୍କର ଯଦି ସହଯୋଗ କିଛି ଚାହାନ୍ତି ଆମେ ଏକ୍ସଟେଣ୍ଡ କରିବାକୁ ରାଜି। ଆଉ ସବୁ ବିଷୟ ଆମେ ଜଟେଇବାକୁ କହିବେ, ଆପଣ ବୁଝିବେ। ଆମର ଅଧିକାରଟା କିନ୍ତୁ ପ୍ରଥମ ହେଉଛି ଆମେ ଏକାଠି ବସିବା, ଏକାଠି ହେବା, ଏକାଠି ଅସୁବିଧା ହେଇ ଦୁଃଖ ସୁଖ ବାଣ୍ଟିବା। ବାଣ୍ଟିକିରି ଆମର ଆଉ ଉଦ୍ଦେଶ୍ୟ କିଛି ନାହିଁ। ଆମେ ଆଉ ଲକ୍ଷପତି କୋଟିପତି ହେବାର ନାହିଁ। ପିଲା ଯେତେବେଳେ ତାକୁ ଯଦି ଆମେ ବାରମ୍ବାର କହିବା ଗୋଟେ ଜିନିଷ ବିରକ୍ତ ହେଉଛି। ତାକୁ ଆମେ ଯେତେବେଳେ ଛୋଟ ହେଇଥିଲା, ବାପା ଏଇଟା କ'ଣ ଏଇଟା କ'ଣ, ସେ 5 ଥର ପଚାରେ, କିନ୍ତୁ ଆମେ ସେତେବେଳେ ବିରକ୍ତ ହୁଏ, ଛୋଟ ପିଲା ହେଇଥାଏ ସେ। ସେଥିପାଇଁ ଆମେ ବୟସ ବଢ଼ିଲା ପରେ ଆମେ ଯଦି 5 ଥର ଗୋଟେ ଜିନିଷ କହିବା, ପିଲାମାନେ ଟିକେ ବିରକ୍ତ ହେଉଛନ୍ତି। ତେଣୁ ଆମର ଅଭ୍ୟାସ ସେଇଆ ହେଇଯାଇଛି। ତେଣୁ ଆମେ 5 ଥର ତାଙ୍କୁ ଅନୁରୋଧ କରୁଛୁ ଯେ ସେ ଆସି ଆମ ସାଙ୍ଗେ ସାମିଲ ହୁଅନ୍ତୁ। ଧନ୍ୟବାଦ। ପ୍ରମୋଦ ପଟ୍ଟନାୟକ ଡାକିବାର ଉଦ୍ଦେଶ୍ୟ ହେଉଛି ଦୁଇଟି କଥା। ଗୋଟେ କଥା ହେଲା, ଆମର ବରିଷ୍ଠ ନାଗରିକମାନଙ୍କର ସରକାରଙ୍କର କ'ଣ ଅଛି କାର୍ଯ୍ୟକ୍ରମ ଆମେ କିଛି ଜାଣୁନାହୁଁ। ପ୍ରଥମ କଥା ହେଲା, ଏଠୁ ଲୋକ ପୁରୀ ଯାଉଛନ୍ତି ବରିଷ୍ଠ ନାଗରରେ, ଆମେ ବର୍ତ୍ତମାନ ସାରା ଜାଣୁନି କି ଆମ ଲୋକ କେହି ଜାଣନ୍ତିନି। କି ତୀର୍ଥ କରିଗଲେ ଯେକୌଣସି କାର୍ଯ୍ୟ କି କ'ଣ ସେ ବ୍ଲକକୁ ପଇସା ପତ୍ର ଆସିଲା, କୌଣସି କଥା ଏଠି ଆମର ପଚାରନ୍ତୁ, ଯଦି ଆପଣ କିଏ ଜାଣିଛନ୍ତି କୁହନ୍ତୁ, କି କାହାକୁ ଡକରା ଅଛି ଜାଣି। ଦ୍ୱିତୀୟ କଥା, ରେଲାଇନ୍ କଥା ଯେଉଁ କହିଲେ ରାମବାବୁ, ସେ ବି ସେଟା କହିବେ। ବର୍ତ୍ତମାନ ଆମର ମନୋଜ ବାବୁ କହିସାରିଲା ପରେ ସମ୍ବର୍ଦ୍ଧନା କାର୍ଯ୍ୟ ଆରମ୍ଭ କରିବା। ତାପରେ ବରିଷ୍ଠ ଆଡଭୋକେଟ୍ ମାଧବ ମିଶ୍ର ସବୁ କଥା ଶୁଣିଲେଣି, ଏଠି ବସିକି ସମସ୍ତ କଥା ଚିନ୍ତା କଲେଣି, ସେ ବି କହିବେ। ଶେଷରେ ପ୍ରମୋଦ ପଟ୍ଟନାୟକଙ୍କୁ ଅନୁରୋଧ କରି କହିଦିଅ। ତାପରେ ଆମର ଭୋଜନ କାର୍ଯ୍ୟକ୍ରମ, ତାର ପୂର୍ବର୍ତ୍ତନ ଅନୁରୋଧ କରୁଛି ପଣ୍ଡିତ ମନୋଜ ଦାସ ସମ୍ୟକରେ କହିବେ। ଏବଂ ସୁରତୀତ
समस्त वरिष्ठ नागरिक वृंद प्रश्न आसे शंकराचार्य को भक्त माने शंकराचार्य गोटे जिनिस कहले कौन कहले आयोर्नस्य दिवस्य दाम प्रतिदिनम एभली एक समय एमती एक वयसाधिक समय से समस्त आसिक पहुँचती उद्योक्ता मान बहुमात्रा उत्साहित कर तो माँ उमादेवी पीठ में ये कार्यक्रम चालू रही माँ उमादेवी पाखे मोर प्रणीत रोचे जे अनुष्ठान दीर्घजीवी हो एवं समस्त सदस्य मैंने अधिक अधिक आग्रह सहित ये अनुष्ठान को आगे नापी से बल साहस धैर्य बंध आहरी अधिक बढ़ी माँ उमादेवी प्रभु जगन्नाथ।